ହୀରାକୁଦ ଡ୍ୟାମର ଭୂତ ଘଟଣା। ବନ୍ଧୁମାନେ, ଆଜିର କାହାଣୀଟି ଆରମ୍ଭ କରିବା ପୂର୍ବରୁ ଯେଉଁମାନେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଜଲ୍ଦି ଯାଇ ସବସ୍କ୍ରାଇବ୍ କରିଦିଅନ୍ତୁ, କାହିଁକିନା ମୁଁ ଯେବେ ଭିଡ଼ିଓ ଅପଲୋଡ଼ କରିବି ସର୍ବପ୍ରଥମେ ଆପଣମାନେ ଦେଖିପାରିବେ। ଏହି କାହାଣୀ ଯାହା ଆପଣମାନେ ଶୁଣିଲେ ଆପଣଙ୍କ ଛାତି ଥରେଇ ଦେବ। ଏହି ଘଟଣାଟି ଆମ ପାଖକୁ ପଠାଇଛନ୍ତି ସମ୍ବଲପୁରର ପିଣ୍ଟୁ ଭାଇ। ଚାଲନ୍ତୁ ଆଜିର କାହାଣୀଟି ଆରମ୍ଭ କରିବା। ହୀରାକୁଦ ଡ୍ୟାମର ଭୂତ ଘଟଣା। ମୁଁ ପିଣ୍ଟୁ ବେହେରା। ମୁଁ ମୋ ସାଙ୍ଗ ସହ ବାଇକ୍ରେ ହୀରାକୁଦ ଡ୍ୟାମ୍ ବୁଲିବା ପାଇଁ ବାହାରିଲୁ। ସେଠାରେ ପହଞ୍ଚିଲା ବେଳକୁ ଟାଇମ୍ ହୋଇଥାଏ ଦିନ 3ଟା। ହୀରାକୁଦ ଡ୍ୟାମ୍ରେ ବୁଲୁ ବୁଲୁ ବହୁତ ଲେଟ୍ ହୋଇଯାଇଥିଲା। ହେଲେ ସେତେବେଳକୁ ଟାଇମ୍ ହୋଇଯାଇଥିଲା ରାତି 8ଟା। ତାପରେ ଆମେ ସେଠାରୁ ଘରକୁ ଯିବା ପାଇଁ ବାହାରିଲୁ। ହେଲେ ଘରକୁ ଫେରିଲା ସମୟରେ ଆମ ସହ ଏମିତି କିଛି ଘଟଣା ଘଟିଯିବ ମୁଁ ବିଶ୍ୱାସ କରିନଥିଲି। ହୀରାକୁଦ ଡ୍ୟାମରେ ଏମିତି କିଛି ଘଟଣା ମୁଁ କେବେ ଆଗରୁ ଶୁଣିନଥିଲି କି ଦେଖିନଥିଲି। ଆମେ ଦୁଇ ସାଙ୍ଗ ସେଠି ହୀରାକୁଦ ଡ୍ୟାମ୍ ପାଖ ଜଙ୍ଗଲ ରାସ୍ତାରେ ଘରକୁ ଫେରୁଥାଉ। ଆପଣମାନେ ଜାଣିଥିବେ ହୀରାକୁଦ ଡ୍ୟାମ୍ ଗଲାବେଳେ ଜଙ୍ଗଲ ରାସ୍ତା ଦେଇ ଯିବାକୁ ପଡ଼ିବ। ଆମେ ଦୁଇ ସାଙ୍ଗ ସେଇ ଜଙ୍ଗଲ ରାସ୍ତାରେ ଘରକୁ ଫେରୁଥାଉ। ଆଉ ସେଇ ଜଙ୍ଗଲ ରାସ୍ତା କିଟକିଟି ଅନ୍ଧାର ହୋଇଥିଲା। ଆଉ ଦୂର ଯାଇ କୌଣସି ଲୋକ ଦେଖାଯାଉନଥିଲେ। ମୁଁ ମୋ ବାଇକ୍କୁ ଡରି ଆଗକୁ ଚଲାଉଥାଏ। ଆମେ ଯେତେବେଳେ ଜଙ୍ଗଲ ମଝି ରାସ୍ତାରେ ପହଞ୍ଚିଲୁ ସେତେବେଳେ ବହୁ ଜୋରସେ ବିଜୁଳି ମାରି ବର୍ଷା ଆରମ୍ଭ ହୋଇଗଲା। ସେତେବେଳେ ମୋତେ ଟିକେ ଡର ଲାଗିଲା, କାହିଁକିନା ସେ ସୁନସାନ ଜଙ୍ଗଲ ରାସ୍ତାରେ ଆମେ ଦୁଇ ସାଙ୍ଗ ଥିଲୁ, ଆଉ କେହି ବି ନଥିଲେ। ପୁଣି ବର୍ଷା ବି ଆରମ୍ଭ ହୋଇଯାଇଥିଲା। ଆଉ ରାସ୍ତାରେ ଅଟକିବା ପାଇଁ ଆମ ଦୁଇ ସାଙ୍ଗର ସାହସ ହେଉନଥିଲା, କାହିଁକିନା କିଛି ଦିନ ପୂର୍ବରୁ ଏହି ହୀରାକୁଦ ଡ୍ୟାମ୍ ଜଙ୍ଗଲ ଭିତରେ ଗୋଟେ ପୁଅର ଝୁଲନ୍ତା ଶବ ମିଳିଥିଲା। ଯେଉଁଠାରେ ସେହି ଶବ ମିଳିଥିଲା ଆମେ ଦୁଇ ଜଣ ସେହି ରାସ୍ତା ଦେଇ ଯାଉଥିଲୁ। ଟିକିଏ ଆଗକୁ ଗଲା ପରେ ଦେଖିବାକୁ ପାଇଲୁ ଯେ ଆଗରେ କିଏ ଜଣେ ଠିଆ ହୋଇଛି। ତାକୁ ଦେଖି ଆମେ ଦୁଇ ସାଙ୍ଗ ଟିକେ ଡରିଗଲୁ, କାହିଁକିନା ଯେଉଁ ଜାଗାରେ ଶବଟି ମିଳିଥିଲା ସେହି ଜାଗାରେ କିଏ ଗୋଟେ ଠିଆ ହୋଇଥିଲା। ମୋ ବାଇକ୍ ଲାଇଟ୍ରେ ତାର ମୁହଁ ଠିକ୍ସେ ଦେଖାଯାଉନଥିଲା, କାହିଁକିନା ବହୁ ଜୋରସେ ବର୍ଷା ବି ହେଉଥାଏ। ମୁଁ ଭାବିଲି ଯେଉଁ ପୁଅର ଶବ ମିଳିଥିଲା ସେଇ ପୁଅର ଇଏ ଆତ୍ମା ନୁହେଁ ତ। ଏମିତି ଭାବି ଆମେ ଯେତେବେଳେ ତା ପାଖରେ ଯାଇ ପହଞ୍ଚିଲୁ ହଠାତ୍ ସିଏ ଆମ ଗାଡ଼ିକୁ ରୋକିବା ପାଇଁ ହାତ ମାରିଲା। ଆମେ ଦୁଇ ସାଙ୍ଗ ସେତେବେଳକୁ ବହୁତ ଡରି ଯାଇଥିଲୁ। ଏତେ ରାତିରେ ଏ ସୁନସାନ ଜଙ୍ଗଲ ରାସ୍ତାରେ କାହାକୁ ଲିଫ୍ଟ ଦେବାଟା ନିଜ ଉପରେ ବିପଦ ବି ଆସିପାରେ। ହଠାତ୍ ସିଏ ରାସ୍ତା ମଝିକୁ ଆସି ହାତ ମାରିବାକୁ ଲାଗିଲା, ଆଉ ଆମ ବାଇକ୍କୁ ଅଟକାଇବା ପାଇଁ ଚେଷ୍ଟା କରୁଥିଲା। ଆମେ ଦୁଇ ସାଙ୍ଗ ସେତେବେଳକୁ ପୁରା ଡରି ଯାଇଥାଉ। ପଛରେ ବସିଥିବା ମୋ ସାଙ୍ଗ କହିଲା, ଚାଲ ଆଗକୁ, ତୁ ଗାଡ଼ି ଜମାରୁ ଅଟକାନି। ତାପରେ ଆମେ ଗାଡ଼ିଟିକୁ ଜୋରସେ ଚଲାଇ ଆଗକୁ ଚାଲି ଆସିଲୁ। ତାଠୁ ଆମେ ଆଗକୁ ଆସିଲା ପରେ ମୁଁ ଯେବେ ପଛପଟକୁ ବୁଲି ଦେଖିଲି ସିଏ ସେଠାରେ ନଥିଲା। ଏହି ଦୃଶ୍ୟ ଦେଖି ମୁଁ ବହୁତ ଡରି ଯାଇଥାଏ।
ଆଉ ସେ ସାଙ୍ଗ ମୋତେ କହୁଥାଏ, ସାଙ୍ଗ ତୁ ବହୁ ଜୋରସେ ଗାଡ଼ି ଚଲା। ହେଲେ ଟିକିଏ ଆଗକୁ ଗଲା ପରେ ଆମେ ଦେଖିବାକୁ ପାଇଲୁ ଯେ ଯେଉଁ ପିଲାଟି ଟିକେ ଆଗରୁ ଆମକୁ ହାତ ମାରୁଥିଲା, ପୁଣି ଥରେ ସେହି ପିଲାଟି ଆମ ସାମ୍ନାରେ ଛିଡ଼ା ହୋଇଛି ଆଉ ଆମକୁ ହାତ ମାରୁଛି। ଏସବୁ ଦେଖି ଆମେ ଗାଡ଼ି ଅଟକେଇ ଦେଲୁ। ଆଗକୁ ଯିବା ପାଇଁ ଆମର ସାହସ ହେଉନଥାଏ, କାହିଁକି ନା ଆମେ ଜାଣିସାରିଥିଲୁ ଇଏ କୌଣସି ମଣିଷ ନୁହେଁ, ଏହା ଗୋଟେ ଆତ୍ମା। ସେତେବେଳକୁ ଆମ ଗୋଡ଼ ହାତ ପୁରା ଭୟରେ ଥରୁଥାଏ। ଆମେ ଦୁଇ ଜଣ କ'ଣ କରିବୁ କିଛି ଭାବି ପାରୁନଥାଉ। ପଛକୁ ବି ଫେରି ପାରିବୁ ନାହିଁ, କାହିଁକି ନା ସେ ଜଙ୍ଗଲିଆ ରାସ୍ତାରେ ପୁଣି ଡ୍ୟାମ୍ ପାଖକୁ ଯାଇ ଆମେ କ'ଣ କରିବୁ। ଆଉ ଆଗକୁ ଗଲା ପରେ ଆମ ସହ କ'ଣ ଘଟିବ ଆମେ ନିଜେ ବି କିଛି ବୁଝିପାରୁନଥିଲୁ। ମୋ ସାଙ୍ଗଟି ଟିକେ ସାହସିଆ ଥିଲା। ସାଙ୍ଗଟି କହିଲା, ଆଗକୁ ଚାଲ, ଯାହା ହେବ ଦେଖାଯିବ। ଏପଟେ ବହୁ ଜୋରସେ ବର୍ଷା ହେଉଥାଏ। ମୁଁ ବାଇକଟିକୁ ଷ୍ଟାର୍ଟ କରି ଆଗକୁ ବଢ଼ିବାକୁ ଲାଗିଲି। ଯେତେବେଳେ ଆମ ବାଇକ୍ ତା ପାଖରେ ପହଞ୍ଚିବାକୁ ଲାଗିଲା, ସିଏ ଆମକୁ ପୁଣି ଥରେ ହାତ ମାରିବାକୁ ଲାଗିଲା। ଆମେ ବହୁ ଜୋରସେ ଗାଡ଼ି ଚଲେଇବାକୁ ଲାଗିଲୁ। ଆମେ ଯେତେବେଳେ ତା ପାଖାପାଖି ଟିକେ ହେଲୁ, ସେ ହସିବାକୁ ଲାଗିଲା। ଏହା ଦେଖି ମୋ ଛାତି ଭୟରେ ଥରିବାକୁ ଲାଗିଲା। ଆମେ ଗାଡ଼ିଟିକୁ ଜୋରସେ ଚଲାଇ ଆଗକୁ ପଳେଇ ଆସିଲୁ। ପୁଣି ମୁଁ ପଛକୁ ବୁଲି ଦେଖିଲି ଯେ ସିଏ ଆଉ ସେଠାରେ ନଥିଲା। ମୁଁ ଭାବିଲି ପୁଣି ଥରେ ସିଏ ଆମ ସାମ୍ନାକୁ ଆସିବନି ତ। ତାପରେ ଆମେ ପହଞ୍ଚିଗଲୁ ଆମ ଗାଁ ସମ୍ବଲପୁରରେ। ଆଜି ବି ସେଇ ଘଟଣା ମନେ ପଡ଼ିଗଲେ ହୀରାକୁଦ ଡ୍ୟାମ୍କୁ ଯିବା ପାଇଁ ମୋ ଛାତିଟା ଥରି ଉଠେ। ଦର୍ଶକ ବନ୍ଧୁ, ଯଦି ଆପଣମାନଙ୍କୁ ଆମ ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ କମେଣ୍ଟ ବକ୍ସରେ ଜୟ ଶ୍ରୀରାମ ଲେଖନ୍ତୁ। ଆଉ ଏମିତିଆ ସତ ଘଟଣା ଦେଖିବା ପାଇଁ ଆମ ସାଙ୍ଗରେ ଯୋଡ଼ି ହୋଇ ରହନ୍ତୁ। ଜୟ ଜଗନ୍ନାଥ।